ତେଣୁ ଆଜି ଆମେ ଅବସର ନେଲା ପରେ ଅତି ଅସହାୟ ଏବଂ ଆମ ପାଇଁ କିଛି ବ୍ୟବସ୍ଥା ନାହିଁ। ସାମାନ୍ୟ ଟଙ୍କାଟିଏ ମଧ୍ୟ ଗୋଟେ ନ ପାଇ ଏଇ ରାଜରାସ୍ତାରେ ତାହା ଭିତରେ ଅନେକ ଆମର 400 ପାଖାପାଖି ସେମାନେ ମୃତ୍ୟୁବରଣ କରିସାରିଲେଣି। ଆଉ ଆଜି ଆମେ ପେନସନ ଏବଂ ଗ୍ରାଚ୍ୟୁଟି ନିହାତି ଦରକାର। ଆଗାମୀ ଦିନରେ ଯଦି 2 ତାରିଖ ଯଦି ଆମର ପେନସନ ବ୍ୟବସ୍ଥା ଯଦି କିଛି ନ ହୁଏ ତାହେଲେ 2 ରୁ 10 ତାରିଖ ଭିତରେ ଆମେ ଦୁର୍ବାର ଆନ୍ଦୋଳନକୁ ଓହ୍ଲେଇବୁ ଏଇ ରାଜରାସ୍ତାରେ। ତେଣୁ ଏଇ ଅସହାୟ ଶିକ୍ଷକ ଦରିଦ୍ର ଭାବରେ ଯେଉଁ ଶିକ୍ଷକ ଆଜି ଏଇ ଆମେ ଆଳଯାପନ କରୁଛୁ ତାଙ୍କରି କଥା ଯଦି ସରକାର ନ ବୁଝନ୍ତି ତାହେଲେ ଆମକୁ ରାଜରାସ୍ତାକୁ ଓହ୍ଲେଇବାକୁ ପଡ଼ିବ। ଆମେ ସରକାରଙ୍କୁ ଅନେକ ନିବେଦନ କରିସାରିଲୁଣି, ଅନେକ ଥର ତାଙ୍କ ସହିତ ଆଲୋଚନା କରିସାରିଲୁଣି, କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ 1.5 ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ଆମ କଥା ଶୁଣି ନାହାନ୍ତି। ତେଣୁ ଆଜି ଆମେ ଚେଷ୍ଟା କରୁଛୁ, ତାଙ୍କୁ ନିବେଦନ କରୁଛୁ, ଆକୁଳ ନିବେଦନ କରୁଛୁ ଯେ ଆମ କଥା ଟିକେ ସେ ବୁଝନ୍ତୁ। ଆଗାମୀ ଦିନରେ ସେ ଆମ ପାଇଁ ପେନସନ ବ୍ୟବସ୍ଥା କରନ୍ତୁ। କାରଣ ଆଜି ଓଡ଼ିଶାରେ ଯେଉଁଭଳି ଦାରିଦ୍ର୍ୟତା ଶିକ୍ଷକ ସମାଜରେ ଘେରିଗଲାଣି ତାହା ଗୋଟେ ଉତ୍କଟ ଆଳଜାତି ରୂପେ ସେ ଗ୍ରାସ କରିସାରିଲାଣି। ତେଣୁ ଆଜି ମୁଁ ସରକାରଙ୍କୁ ଜଣାଇ ଦେଉଛି ଆପଣ ଯାହାହେଲେ ଆମ କଥା ଟିକେ ବୁଝନ୍ତୁ। ଆକୁଳ ନିବେଦନ କରି ଆମେ ମିଟିଂରେ ଅଛି ପଛରେ କଥା ହେଉଛି ପେନସନ ଏବଂ ଗ୍ରାଚ୍ୟୁଟି ଯଦି ଶିକ୍ଷକଟି ନ ପାଇବ ସେ ନିଶ୍ଚୟ ଦୁଃଖ ଜୀବନ ଯାପନ କରିବ। ତେଣୁ ଆମମାନଙ୍କର ଏଇ ଦାବି ସରକାର ଆମର କରିବା କଥା। କାରଣ ଆଜି ଆମେ ଯେଉଁ ସରକାରଙ୍କର ଆଇନ ଫଳରେ ଯେଉଁ ଉଚ୍ଚ ନ୍ୟାୟାଳୟରେ ଆଜି ଆମେ ଉପସ୍ଥାପନ କରୁଛୁ, ସରକାର ସେ ତାରିଖ ପରେ ତାରିଖ ଘୁଞ୍ଚେଇ ଚାଲିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କଥାକୁ ସେ ଗ୍ରହଣ କରୁନାହାନ୍ତି। ତେଣୁ ଆଜି ଆମେ ନ୍ୟାଯ୍ୟ ଦାବି ଆମର ଯୋଉଟା ମୌଳିକ ଅଧିକାର ତାକୁ ଆମେ ବିପୁଳ ଭାବରେ ଆମେ ଗ୍ରହଣ କରିବାକୁ ଗଣତନ୍ତ୍ରର ଦାବି ହିସାବରେ ଆମେ ତାକୁ ଆକୁଳ ନିବେଦନ କରି ଆଜି ଆମର मोर नाम गरुड़ चंद्र साहू, सभापति ऑल ओडिशा न्यू एड रिटायर्ड टीचर्स एंड एम्प्लॉइज एसोसिएशन। आम मानकर दाबी पेंशन ग्रेजुएट एवं पेंशन निमंते अन्यान्य समस्त सुविधा सुजोग प्रदान निमंते आम मैंने आज प्रेसमिट करूँ। आमर दाबी है पेंशन आ ग्रेजुएट आम मैंने रिटायर कर सारी आम परिणत बयस अद्यावधि 2551 हाईस्कल 5900 शिक्षक 31/10/2025 सुधा अवसर ग्रहण कर सारी। 400 शिक्षक मृत्युवरण कर हा हुताश जीवन जाइए। अवसर नेला माने पेंशन को चाह अनेक शिक्षक हार्ट अटैक चली जाऊँगी। ये परिप्रेक्षी आम सरकार निकट में 2 वर्ष है दाबी उपस्थापन करूँ। मुख्यमंत्री को बारंबार भेटीचु, आईन मंत्री को भेटीचु, शिक्षा मंत्री को भेटीचु, समस्त मंत्री परिषद को भेटला से टालटोल नीति अवलंबन करुँ आम बाध्य हो आगामी विधानसभा सम्मुखें धारणा देवाई स्थिरीकृत करने निमंते प्रेसमिट रे उपस्थित होइचु। ए प्रेसमिट माध्यम सरकार को आम निवेदन रखुचु, आशा रखु सरकार आमर ये वृद्ध शिक्षक शिक्षिका मानकर दाबी तुरंत पूरण करिवार माने सुबंदोबस्त करेंगे। जदि आसंता 2 तारिख मध्य आम मानकर दाबी पूरण करिया सरकार टालटुल नीति अवलंबन करती आम आगामी दिन में आंदोलन को 2 तारिख पर आंदोलन को ओह्लैबू एवं दुर्बार आंदोलन करूँ, धारणा देवु, अनुसरण करूँ, एपरिक आत्माहुति देवाई पश्चातपद हबू ना। ये नवेदन सरकार निकट रखुचु। सरकार आशा करूँ सरकार आम दाबीटा को सहृदयतार विचार करी तुरंत 2 तारिख मध्य पदक्षेप नाकू माने विभाग समस्त आदेश प्रदान करने निमंते नवेदन रखुचु।